हाय बंधु माने बंधुगण आज मु आउ एक नुआ वीडियो रे आसिली। यह गोटे संपूर्ण रूपे उपादेय तथ्य एवं मु कहूची प्रथमे हिंदू माने बुझंतु हिंदू धर्मटी कौन। रामायण जुग को जीवा थरे ब्रह्मा आउ नारद दी जण वैकुंठपुर को जाइथिले। वैकुंठपुर जाई देखिले स्वयं नारायण चारि रूपरे अवतीर्ण एवं माँ लक्ष्मी भी चारि रूपरे अवतीर्ण। तांकु पचारे ब्रह्मा स्वयं ब्रह्मा पचारे प्रभु आपणकर ये रूप कौन। से कहले पृथ्वी पृष्ठ रे रावण नामक रावण एवं कुंभकर्ण नामक दुई भाई असुर उपद्रव करछंती। तांकु हत्या पाई आ मोर एही रूप। तापरे ब्रह्मा भी सही उद्देश्य रे भी जाइथिले। तां पचारले यार केमिति कौन संभव केमिति ना जड़े आग लेखिबो लेखि सारला परे जाइकिरी आमे धरापृष्ठ रे अवतीर्ण हबु आ न लेखि पारले आमे जाई परिबु नै। से सेमती उपद्रव करी चालुथिबे। तापर आपण मान जानिचंती ब्रह्मा आउ नारद दुईटी सुना गड़ू धरी जाई एक बरगछ मूले पहुँचिले। विराट बटवृक्ष सबू पक्षींकर किचिरी मिचिरी शब्द सेठी किछ समय विश्राम करते एक डकायत आसिला। तांकु आ पारु नहीं छड़े पारु नहीं ताकु नवा पे किंतु मारी दवा पे प्रस्तुत रहउछि। तापर नारद पचारले कौन है जी ना तुम सुना गड़ू दीटा दियो ए कहीं मु एते लोक एते चोरी करछि कि सुना गड़ू क्या पाखु चोरी करने। तापरे नारद कहले ब्रह्मा कहले ब्रह्मा नारद उभय कहले कहले आकु नहीं गिरी कौन करिवु ना मु आकु नेले मोर आउ चोरी करवा दरकार नहीं ना ठीक तू आ चोरी करिवु नहीं किंतु आमे तते जहाँ दबु तोरा जीवन भीतर चोरी करिया पड़िबनी। कहला हाँ ए सुना गौडर दाम बहुत या नेले तो मत चोरी करिया पड़िबनी या काटिकी टिके टिके बिकिबी। तापरे कहले हौ सुना गड़ू नबू किंतु नवाक चेष्टा कर नहीं पारु नहीं कहले किंतु नबू बर्तमान न नहीं पारे भी तो नबू किंतु तते पचारिया पड़ो जाइकिरी घरे तोर ए जो पाप सब जति करिचु से पापर भागीदारी किए से ता मुंडे पशिला। कहला कहला एति कथा मु कहीदेले मो गड़ू दीटा देदेव तो ना हाँ ना तुम्हें बाबाजी सला महा चोर महा टाउटर बाबाजी तुम्हें तुम ठो मो भाया दस्यु तुमको पारु नहीं आउ तुम मत दब बोली माने कौन अच्छी कौन पलैब मुला बेलू कहले नाई रे आमे जीवु नहीं कौन कर गोटे बर चेर रे कहले बर जो ओहल ता देहरे आम दी जन बांधी पका से तार भी एते ताकत नहीं कहले ताकत अच्छी तोर ताकू छिंडा आ बांधे
ସେଠୁ ଛିଣ୍ଡେଇକିରି ତାକୁ ଛିଣ୍ଡେଇବା ପାଇଁ ତାକୁ ସେ ତାକୁ ଏଇଟା ଛିଣ୍ଡା ସେ ମୋଟା ବର ଓହଳଟେ ଛିଣ୍ଡେଇଲା। ଛିଣ୍ଡେଇକିରି ଗୋଟାଏ ବରର ଯେଉଁ ଗଣ୍ଡି ସବୁ ହେଇଥାଏ ସେଥିରେ ବାନ୍ଧି ପକାଇଲା। ବାନ୍ଧି ପକାଇ ଗଲା। ପ୍ରଥମେ ମାଆକୁ ପଚାରିଲା। ମା କହିଲା ମୁଁ ତୋତେ ଏତେ କଷ୍ଟ କରିକିରି ମଣିଷ କରିଛି, ତୋ ପାପ କାହିଁ ମୁଁ ନେବି, ତୁ କେମିତି ଚଳେଇବୁ ନା ବୁଢ଼ା ବୟସରେ। ବାପାକୁ ପଚାରିଲା। ବାପା କହିଲେ ମୁଁ ତୋତେ ନ ଖାଇ ନ ପିଇକି ତୋତେ ମଣିଷ କରିଛି, ସେ ପାପରେ ମୁଁ କାହିଁକି ନେବି। ସେ ସ୍ତ୍ରୀ ପାଖକୁ ଗଲା। ସ୍ତ୍ରୀ ସେଉଠୁ କହିଲା ତୁ ସ୍ତ୍ରୀ କହିଲା ମୁଁ ତ ଘରେ ସକାଳୁ ପାଇଟି କରୁଛି, ସବୁ କରୁଛି, ସକାଳୁ ଉଠୁଛି, ମୁଁ କାହିଁକି ପାପ ନେବାକୁ ଯିବି, ତୁମ ଘର କ'ଣ ବସି ଖାଉଛି। ପୁଅ ପାଖକୁ ଗଲା। ପୁଅ ଝିଅଙ୍କ ପାଖକୁ, ପୁଅ ଝିଅ ଏକା ସ୍ୱରରେ କହିଲେ ଆମେ ତ ଛୋଟ ଅଛୁ ଏଇନା, ତମେ କେମିତି ଆମକୁ ବଡ଼ କରିବ, ଖାଇବାକୁ ଦେବ, କ'ଣ କରିବ ସେଗୁଡ଼ା ତମେ ବୁଝିବ, ବଡ଼ ହେଲେ ଆମେ ତୁମକୁ ପୋଷିବୁ। ସେଉଠୁ ତା ମୁଣ୍ଡରେ ସେଉଠୁ ପଶିଲା। କହିଲା ନା ଇଏ କାମ ବେକାର କାମ, ତେଣୁ କ'ଣଟା କଲେ ମୁକ୍ତି ପାଇବି ଏ ପାପରୁ। ଯାଇକିରି ବ୍ରହ୍ମା ଆଉ ନାରଦଙ୍କ ପାଖରେ ପହଞ୍ଚିଲା। କହିଲା କ'ଣ କଲେ ମୁକ୍ତି ପାଇବି। ନା ରାମ ନାମ ଜପ। ରାମ ନାମ କ'ଣ ଜପିବି, ମୁଁ କେମିତି ଜପିବି। ନା ତୁ ଗୋଟେ କାମ କର, ଡାଳଟା କ'ଣ ଗୋଟେ ଗଛର ଗୋଟେ ମରା ଡାଳଟେ ତାକୁ ଦେଖେଇଲେ। କହିଲେ ଏଇଟା କିରେ, ନା ଏଇଟା ମରା ଡାଳ, ନା ସେ ମରା କହ। ବ୍ରହ୍ମା ଆଉ ନାରଦ ଚିନ୍ତା କଲେ, ତାର ତ ପରିବାର ସମସ୍ତେ ଛୋଟ, ଆଉ ବାପା ମା' ବୁଢ଼ା ବୁଢ଼ୀ, ଛୁଆ ଛୋଟ, କ'ଣ କରେ। ସେ କ'ଣ କଲେ ଦୁଇଟି ଗଡ଼ୁ ତାଙ୍କ ଘରେ ନେଇକିରି କହିଲେ ଏ ଗଡ଼ୁ ଦୁଇଟା ଦେଇ ଆଯା, ଆମେ ତୋରି ପାଇଁ କେବଳ ସ୍ପେଶାଲ୍ ଆଣିଥିଲୁ। ସେଉଠୁ ସେ କହିଲା ଏ ମୁଁ ତ ଗୋଟେ ଚୋର, ମୁଁ କେମିତି ଏସବୁ ଧନ୍ଦାରେ ପଶିବି। ନା ତୁ ଖାଲି ସେ ମରା କି ଜପିଲୁ। ସେ ମରା ଜପୁ ଜପୁ ରାମ ହୋଇଗଲା। ଛାଡ଼, ଏ କଥାଟାକୁ ଆପଣମାନେ ଜାଣିଛନ୍ତି, ଏଇଠି ରଖିଲି। ରାମାୟଣ ସମ୍ପୂର୍ଣ୍ଣ ଲେଖା ସରିଲା। ରାମାୟଣରୁ କେତୋଟି ଏଇଠି ଗୋଟାଏ ସମ୍ପୂର୍ଣ୍ଣ ତ କହିପାରିବିନି, କାରଣ ସମୟ ମୋତେ କମ୍। ରାମଚନ୍ଦ୍ର ଜଙ୍ଗଲକୁ ମାନେ ବନବାସ କଲେ। ରାମ, ଲକ୍ଷ୍ମଣ, ସୀତା ଯାଇ କିଷ୍କିନ୍ଧାରେ ପହଞ୍ଚିଲେ। ସବୁଆଡ଼େ ବୁଲି ଯାଇ କିଷ୍କିନ୍ଧାରେ ପହଞ୍ଚିଲେ। କିଷ୍କିନ୍ଧାରେ ପହଞ୍ଚିଲେ ଯେତେବେଳେ ମାତଙ୍ଗ ଋଷି ଆଶ୍ରମକୁ ଗଲେ। ମାତଙ୍ଗ ଋଷି ଆଶ୍ରମରେ ଯାଇକି ଯେତେବେଳେ ପହଞ୍ଚିଛନ୍ତି, ସେଠୁ ଶବରୁଣୀ ଦେଖାହେଲା। ଶବରୁଣୀ ମାତଙ୍ଗ ଋଷିଙ୍କର ଜଣେ ଭକ୍ତ ଥିଲା। ଶବରୁଣୀ ସେଠୁ ଡାକିଲା, ଅଇଁଠା ଖାଇବାକୁ ଦେବ, ଯାହାଟା ଦେବ ସେ ଅଇଁଠା ଖାଇବାକୁ ଦେବ, ବରକୋଳି ଦେବ ଅଇଁଠା ଖାଇବାକୁ। ତା'ପରେ ତ କିଛି ନାହିଁ, ଶବରୁଣୀ ସିଏ ବରକୋଳି ଆଣିଲା, ତାକୁ ଚାଖିବ, ଯେଉଁଟା ମିଠା ଲାଗିବ ସେଆକୁ ଦେବ। ତାକୁ ଲକ୍ଷ୍ମଣ ଦେଖି ରାଗିଗଲେ। ଯେତେବେଳେ ରାଗିଗଲେ, ସିଏ ସେଠୁ କ'ଣ କଲେ ନା, କହିଲା ଏ ଭଗବାନ ତୁ କ'ଣ ଏମିତି ଦେଉଛୁ। ଶବରୁଣୀ ସେଠୁ କ'ଣ କଲେ ନା ଆଉ ଦେଲା ନାହିଁ। ରାମଚନ୍ଦ୍ର କହିଲେ ସିଏ ହେଉଛି ମାଆର କୌଣସି ଜାତି ନାହିଁ। ମା' ତା ସନ୍ତାନକୁ ଯେଉଁ ଜାତିର ବି ହେଇଥାଇପାରୁ, ସେ ତା'ର ଅଇଁଠା ଖାଇବାକୁ ଦେବ। ଗଲା। ସେଇ ଶବର ବିଷୟରେ ଛାଡ଼ିଗଲି, ପୁଣି ପ୍ରଥମରୁ ଛାଡ଼ି ଯାଇଛି, ସେଇଟା ମୁଁ ଆର୍ଥରକୁ କହିବି। ତାପରେ ମାତଙ୍ଗ ଋଷିଙ୍କଠୁ ଆଶୀର୍ବାଦ ନେଇ ଯାଇକିରି ପହଞ୍ଚିଲେ ବାଳି ସୁଗ୍ରୀବ ଗୁମ୍ଫାରେ। ସୁଗ୍ରୀବ ଆସିକିରି ଯେତେବେଳେ ଦେଖିଛନ୍ତି, ସୁଗ୍ରୀବ ଯେତେବେଳେ ଦେଖିଲା ଆଉ ସମସ୍ତେ ଦେଖିଲେ, ହନୁମାନ କିନ୍ତୁ ଜାଣିପାରିଛି ଇଏ ସ୍ୱୟଂ ଭଗବାନ ବୋଲି। ଯେତେବେଳେ ଯାଇ ହନୁମାନ ପାଖରେ ଯାଇକି ପହଞ୍ଚିଲେ, ସୁଗ୍ରୀବର ଚିନ୍ତା ପଡ଼ିଗଲାଣି, ଇଏ କିଏ ଆଇଲା, ଇଏ ଧନୁ ଧରିକି କିଏ ଆସିଲା।
ମୋତେ କାହିଁକିନା ମୁଁ ତ ବାଡ଼ି ତାକୁ ମାରିଦେବା ପାଇଁ ତ ସବୁବେଳେ ମାଡ଼ ମାରିକି ତାକୁ ଦରମଲା କରି ପକାଇଛି। ସେଠୁ ଯେତେବେଳେ ଦେଖିଲା ଇଏ ନିଜେ ଭଗବାନ ଜାଣିପାରିଲା, ତାକୁ କହିଲେ ହଉ ଯା ତୁ ବାଡ଼ି ସାଙ୍ଗରେ ଯୁଦ୍ଧ କର। ବାଡ଼ିକି ସେଠୁ ଯୁଦ୍ଧ ପାଇଁ ଡାକିଲା। ବାଡ଼ି ସେଠୁ କହିଲା ରେ ତୁଟା ନିର୍ଲଜ କିରେ, ପୁଣି ଆସିଲୁଣି ମୋ ପାଖକୁ ମାଡ଼ ଖାଇକିରି ଏତେ। କହିଲା ଆ ଲଢ଼ିବୁ ଆ। କହିଲା ହଉ ଯେ ଚାଲ ଲଢ଼ିବା ଆଉ। ଆଡ଼େ ରାମଚନ୍ଦ୍ରଙ୍କ ସହିତ କଥା ଥିଲା ତାକୁ ଲୁଚିକିରି ମାନେ ବାଳି ସୁଗ୍ରୀବକୁ ମାରିବେ ଆଉ। ପ୍ରଥମ ଦିନ ଯୁଦ୍ଧରେ ଆଉ ସୁଗ୍ରୀବକୁ ଚିହ୍ନି ପାରିଲେ ନାହିଁ। ଏଇଟା କେଉଁଠି ଏ ଜାଗାଟା, ଏ ଜାଗା ବିଷୟରେ କହିବି। ଚିହ୍ନି ପାରିଲେ ନାହିଁ। ସେଇଠୁ ବାଳିର ସୁଗ୍ରୀବର ଆଡ଼େ ଦେହ ହାତ ଦରଜ ହେଇଛି, ଆଉ ଉଠି ପାରିଲା ନାହିଁ। ରାମଚନ୍ଦ୍ର ଖାଲି ଟିକେ ତା ସେଇ ଜାଗା ଟିକେ ହାତ ମାରିଦେଲା ବେଳକୁ ସେ ପୁଣି ଚାଙ୍ଗା ହେଇଗଲା। କହିଲା ନାଇଁ ଇଏ ପ୍ରକୃତ ଭଗବାନ ଆଉ। ସେଇଠୁ ବାଳିକି ତାପରଦିନ କହିଲେ କ'ଣ କଲେ ବାଳିକି ମାରିବି ନା ଦୁଇଟା ଫୁଲ ମାଳ ଦେ ନେଇକିରି। ଦୁଇଟା ବାଳି ବେକରେ ଗୋଟେ ଫୁଲମାଳ ପଡ଼ିବ। ନାଇଁ ସୁଗ୍ରୀବକୁ କହିଲେ ତୋ ବେକରେ ଫୁଲମାଳ ପକା। ବାଳି ତ ତା ବେକରେ ଫୁଲମାଳ ନଥିବ ଆଉ ମୁଁ ତାକୁ ଜାଣିପାରିବି ଏଇ ବାଳି ବୋଲି ଆଉ। ସେଇଠୁ ଭଗବାନ ଶ୍ରୀରାମ କ'ଣ କଲେ ନା ଲୁଚିକି ରହିଲେ। କେଉଁଠି ନା ଲିମ୍ବ ଗଛ ମୂଳେ। ସେତେବେଳେ ଲିମ୍ବ ଭାରି ମିଠା ଥିଲା, ବହୁତ ମାନେ ବହୁତ ସ୍ୱାଦିଷ୍ଟ ଥିଲା। ସେଇଠି କ'ଣ କଲେ ନା ତାକୁ ଲୁଚିକି ରହିଲେ। ଦୁଇ ଜଣ ଲଢ଼େଇ ଚାଲିଲା। ସୁଗ୍ରୀବ ବେକରେ ତ ପଡ଼ିଛି ଫୁଲମାଳ, ବାଳି ବେକରେ ନାହିଁ। ସେଇଠୁ ବାଳିକି ମାରିଲେ। ବାଳି ଯେତେବେଳେ ଜାଣିପାରିଲା, କାହିଁକିନା ବାଳି ନିଜେ ସିଏ ବି ନିଜେ ଭଗବାନ, ଇନ୍ଦ୍ରଙ୍କ ପୁତ୍ର ସିଏ। ବାଳି ଯେତେବେଳେ ଜାଣିପାରିଲା ମୋତେ କିଏ ମାରିଛି ବୋଲି, ସେଇଠୁ କହିଲା ପ୍ରଭୁ ମୁଁ ତ ଆପଣଙ୍କୁ ଚିହ୍ନି ପାରୁଛି ବର୍ତ୍ତମାନ, କିନ୍ତୁ ମୋତେ କପଟ କରି କାହିଁକି ମାରିଲେ। ରାମଚନ୍ଦ୍ର ସେଇଠି କହିଲେ, ବାଲ୍ମୀକିଙ୍କ ଲେଖାରୁ ବଳରାମ ଦାସ ଅନୁବାଦ ଓଡ଼ିଆରେ ଲେଖିଲେ। କ'ଣ ଲେଖିଲେ? ପ୍ରଥମ ରାମାୟଣ ଅନୁବାଦ କରିଛନ୍ତି ବାଲ୍ମୀକି ରାମାୟଣରୁ ବଳରାମ ଦାସ, ତାପରେ ଯାଇ ତୁଳସୀଦାସ। ତୁଳସୀଦାସ କେବେ ଆଗ ନୁହେଁ। କ'ଣ ଲେଖିଲେ ନା ଆରେ ମା, ମାଉସୀ, ପିଉସୀ, ମାମୁଁ, ମାଇଁ, ବଡ଼ ବାପା, ବଡ଼ ବୋଉ ଏମାନେ ହେଲେ ମାତୃଶ୍ରେଣୀୟ ପିତୃଶ୍ରେଣୀୟ ଲୋକ। ତାପରେ ସ୍ୱାମୀ, ସ୍ତ୍ରୀ, ଭାଇ, ଭଉଣୀ, ଶାଳୀ, ସଡ଼ୁ ଇତ୍ୟାଦି ଏମାନେ ହେଲେ ଗୋଟାଏ ଜାତିର ଲୋକ, ମାନେ ନିଜର ସମାଜକନ୍ଦ ଜାତିର ଲୋକ। ତାପରେ କହିଲେ ଭାଇ ବୋଉ, ଭଉଣୀ, ଭାଣିଜୀ, ଝିଆରୀ ମାନେ ସାନ ହୋଇଥିଲେ, ଯଦି ଭାଇ ବୋଉ ତ ସାନ ନିହାତି, ଭଉଣୀ ଯଦି ସାନ ହୋଇଥିବ, ଏବଂ ଭାଣିଜୀକୁ ଆଗ ରଖିଲେ, ଝିଆରୀ ଏମାନେ ହେଲେ କନ୍ୟା ସମନାରୀ। ଏମାନେ ହେଲେ କନ୍ୟା। ତାପରେ ଭାଣିଜୋଇଁ ହେଲା ପୁତ୍ର। ଭଣଜା ବୋଉ ସେ ବି କନ୍ୟାରେ ଯାଉଛି। ଏଇଭଳିଆ ଜିନିଷ ରାମଚନ୍ଦ୍ର ସେଇଠି କହିଥିଲେ। କହିଲେ ତତେ ମୁଁ ଯେତେବେଳେ ମାରିଲି, ଆମେ ମହାରାଜା ଭରତଙ୍କର ସାମ୍ରାଜ୍ୟରେ ଆମେ ପରିଚାଳିତ। ତମେ ହୁଅ, ରାବଣ ହଉ, ମୁଁ ହୁଏ, ବା ମୁଁ ମାନେ ରାମଚନ୍ଦ୍ର, ଆମେ ସବୁ ମହାରାଜା ଭରତଙ୍କର ଦେଶରେ ଆମେ ରକ୍ଷକ। ତେଣୁ ରଘୁବଂଶୀ କେବେ
ଅନ୍ୟାୟ କରେନି। ସେଇଠୁ ବାଳି ସେଇଠି ଉତ୍ତର ଦେଲା। କ'ଣ ଉତ୍ତର ଦେଲା? ବାଳି ସେଇଠୁ କହିଲା ଆପଣଙ୍କର ମୁଁ ଜାଣିପାରୁଛି ରାବଣ ମା ସୀତାଙ୍କୁ ଚୋରି କରି ନେଇଛି। ଆପଣ ଯଦି ସେ ସୁଗ୍ରୀବକୁ କହିବା ମୋତେ କହିଥିଲେ ମୁଁ ଯାଇକି ତା ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତିନିପୁରେ ସେ ଲୁଚିପାରେ, ମୁଁ ତାକୁ ସବୁଆଡ଼ୁ ତାକୁ ଘୋଷାରି ଆଣିଥାନ୍ତି। କାଖ ତଳେ ତାକୁ 12 ବର୍ଷ ରଖିଥିଲି ମୁଁ। ଅଙ୍ଗଦ ତା ସାଙ୍ଗେ ଖେଳୁଥିଲା। ଆଉ ଆପଣ କାହିଁକି ମୋତେ ମାରିଲେ? ହଉ, ଯଦି ମୋତେ ମାରିଲେ ତାହେଲେ ଏ ଯେଉଁ ଗଛ ମୂଳରେ ଲୁଚିଛନ୍ତି ସେ ଗଛଟି ହେଉଛି ଆପଣଙ୍କର ଅବତାର। ମୁଁ ଜାଣିଛି। ସେ ଗଛକୁ ମୁଁ ଅଭିଶାପ ଦେଉଛି, ସେ ଆଜିଠୁ ପିତା ହେଇଯାଉ। ସେଇ ଦିନଠୁ ଆଦିବାସୀ ଲୋକ ତାଙ୍କର ଗୋଟେ ମାରାମ୍ବୁରୁ ବୋଲି ଗୋଟେ କରନ୍ତି। ମାରାମ୍ବୁରୁ ମାନେ ଲିମ୍ବ ଗଛକୁ ପୂଜା କରନ୍ତି। ଆଦିବାସୀ ଲୋକ କେବେ ଅଛୁଆଁ ନୁହନ୍ତି। ଅଛୁଆଁ ବୋଲି କେମିତି କହୁଛନ୍ତି ଆପଣମାନେ? କୋଟା ଦେଇକିରି ସେମାନେ ଅଛୁଆଁ ନୁହନ୍ତି। ଭଗବାନଙ୍କର ପାଖରେ ସେମାନେ ଚଳି ଆସିଛନ୍ତି ସବୁଦିନ ପାଇଁ। ହଁ, ବର୍ତ୍ତମାନ ଇମ୍ପୋର୍ଟାଣ୍ଟ କଥା ମୁଁ ବର୍ତ୍ତମାନ କହିବାକୁ ଯାଉଛି। ଆପଣମାନେ ଏ ଯେଉଁ ଜାଗାଟି ହେଉଛି କିସ୍କିନ୍ଦାକୁ କେମିତି ଆସିବେ? କିସ୍କିନ୍ଦାକୁ ଆସିବାକୁ ହେଲେ ଆପଣମାନଙ୍କୁ ଭାସ୍କୋଡା ଗାମା ଟ୍ରେନ୍କୁ ଧରିବାକୁ ପଡ଼ିବ। ହାଓଡ଼ା ଗୋଆ ଭାସ୍କୋଡା ଗାମା ଏକ୍ସପ୍ରେସ୍ ଟିକେଟ୍ କରିବେ। ହୋସ୍ପେଟରୁ ମାତ୍ର 2 କିଲୋମିଟର। ଅଟୋରେ ଆଇଲେ 50 ଟଙ୍କା ନେବ, ଚାଲି ଆଇଲେ 5 ମିନିଟ୍। 2 କିଲୋମିଟର ବି ହେବ ନାହିଁ, ବାଟ ଯାକ ବଜାର। ଆସି ଆପଣମାନେ ବସ୍ଷ୍ଟାଣ୍ଡରେ ବସିବେ। ବସ୍ଷ୍ଟାଣ୍ଡରେ ଉଲୁପି ଦେବୀ ମନ୍ଦିର ବସ୍ ହେଉ କିମ୍ବା ଅଞ୍ଜନାଦ୍ରି ବାଟା, ଏହି ବସ୍ରେ ଯାଇ ଏ ପବିତ୍ର ତୀର୍ଥସ୍ଥାନ ଦର୍ଶନ କରିପାରିବେ। ସିଧା ଯିବେ, ଯାଇକିରି ଅଞ୍ଜନାଦ୍ରି ବାଟରେ ଓହ୍ଲେଇ ପଡ଼ିଲା ପରେ ଗୋଟେ ଆଦିବାସୀ ଗାଁ ସେଗୁଡ଼ା ସବୁ। ସେ ତା ଦେହରେ ବେଶୀ କିଛି ସରକାର ଡେଭଲପ୍ କରିନାହିଁ। ଆପଣମାନେ ଯାଇକିରି ଗାଧେଇ ପାରିବେ। ଗାଧେଇକିରି ସେଇଠି ବାଳି ସୁଗ୍ରୀବ ଗୁମ୍ଫା ଦର୍ଶନ କରିକିରି ଭୋଗ କରିବେ। ଭୋଗ କରିକି ଗୁମ୍ଫା ଭିତରକୁ ବି ଆପଣ ଯାଇପାରିବେ, କିନ୍ତୁ ଭୋଗ କରିବେ। ଭୋଗ କରିସାରିଲା ପରେ ସିଧା ଆସିବେ ଅଞ୍ଜନାଦ୍ରି ବାଟା, ମାନେ ମା ଅଞ୍ଜନା ବସିଛନ୍ତି, ହନୁମାନ ତାଙ୍କ ପାଖରେ ଖେଳୁଛି। ଛୋଟ ବଳର ଫଟୋ, ଛୋଟ ବଳର ମୂର୍ତ୍ତି, ଆଉ ଜୀବନ୍ତ ମୂର୍ତ୍ତି ସିଏ। ଆପଣମାନେ ଥରେ ଆସିକି ବୁଲି ଯାଆନ୍ତୁ। ଆମର ପ୍ରତ୍ୟେକ ତୀର୍ଥସ୍ଥାନକୁ ଥରେ ମାତ୍ର ଆସିକିରି ବୁଲିକି ଯାଆନ୍ତୁ।